ଘରକୁ ଆଜି ସାରୁ ଆସିଥିଲା। ସାରୁ ଦେଖି ଭାବିଲି ଆଜି କ'ଣ ରୋଷେଇ କରିବି। ପୁଅକୁ କହିଲି ଯା ଜଲ୍ଦି ମାଛ ନେଇକି ଆସ, ସାରୁ ମାଛ ରୋଷେଇ କରିବି। ଆଉ ଦେଖନ୍ତୁ ଏଇଠି ସାରୁ ଗୁଡ଼ା ବି ବହୁତ ସାରା ସାରୁ ଗୁଡ଼ା ବାଲି ଲାଗିଛି। ମୁଁ ତାକୁ କ'ଣ କଲି, ଗୋଟେ ମାଡ଼ିଆରେ ନେଇ ପାଣି ଦେଇକି ତାକୁ ଭଲ ଭାବରେ ସାରୁ ଗୁଡ଼ାକୁ ଧୋଇଦେବି। କାହିଁକିନା ସାରୁ ଗୁଡ଼ା ନ ଧୋଇଦେଲେ ବାଲି ଅଧିକ ଲାଗି ପୁରା ପଚିଯିବ ସାରୁ ଗୁଡ଼ା। ଏକରେ ବି ସାରୁ ପଚିକି ନଷ୍ଟ ହେଇଯାଇଛି। ଆଉ ଦେଖନ୍ତୁ ଏତିକି ଦୁଇଟା ସାରୁ ଆଣିଛି ତରକାରୀ ବନେଇବା ପାଇଁ। ତା ସହିତ ମାଛ ବି ନେଇଛି। ଆଉ ଦେଖିବେ ମାଛକୁ ଲୁଣ ହଳଦୀ ଦେଇକି ତାକୁ ବହୁତ ଭଲ ଭାବରେ ଲୁଣ ହଳଦୀ ସହିତ ମିଶାଇ ଦେବା। ମାଛଟାକୁ ମିଶାଇ ଦେଲା ପରେ ଯେମିତି ଆମର ହଳଦୀ ଆଉ ଲୁଣ ମିଶିଯିବ ମାଛରେ, ଏଇଠୁ କ'ଣ କରିବା, ତେଲ ଦେଇକି କଢ଼ାରେ ଆମେ ଗୋଟି ଗୋଟି ମାଛକୁ ଆମେ ପକାଇ ନେବା। କଢ଼ାରେ ଯଦି ମାଛ ଆମର ଗୋଟି ଗୋଟି କରି ପକାଇ ନେବା। ଆଉ କରି ଦେଖିବେ ଏଇଠି ମାଛଟା କେମିତି ଲାଲ କରିକି ଭଲ ଭାବରେ ଆମେ ଭାଜି ନେବା। ତାପରେ କଢ଼ାଟାକୁ କ'ଣ ଟିକେ ସାଇଡ଼୍ କରିକା ମାଛଟାକୁ ବହୁତ ଭଲ ଭାବରେ ଭାଜିବେ। ଭାଜି ସାରିଲା ପରେ ଆମେ ସେଇଠୁ ମାଛକୁ ଓଲଟେଇ ନେବା। ଆଉ ଏମିତି ଲାଲ କରି ମାଛ ଭାଜିବେ, ପୁରା ଟାଣ ରହିବ ତରକାରୀ, ଯେଉଁଥିପାଇଁ ସାରୁ ପଡ଼ିଛି ନା ତରକାରୀଟା ପାଇଁ ପଡ଼ିବ। ତାପରେ ଏଇଠି ଦୁଇଟା ଆଳୁ ବି ଦେଇଥିଲି, କାହିଁକିନା ଆଳୁ ନ ପଡ଼ିଲେ ମୋ ପୁଅ ଜମାରୁ ଖାଇବନି, ତାକୁ ବିଲକୁଲ ଭଲ ଲାଗେନି। ଏଥିରେ ଚାହିଁଲେ ବି ଯେ ସୋରିଷ ମସଲା ଦେଇକି ରୋଷେଇ କରିଥାନ୍ତି, କାହିଁକିନା ସେ ସୋରିଷ ମସଲା ଜମା ପଡ଼ିଲେ ମାଛରେ ସେ ଖାଇବନି। ଯେଉଁଥିପାଇଁ ଅଦା ରସୁଣ ପିଆଜ ଜିରା ତାକୁ ଦେଇକି ବାଟିକି ଏଇଟା କରିଛି। ତାପରେ ଏଇଠୁ ଲୁଣ ହଳଦୀ ଆଉ ଲଙ୍କା ପାଉଡ଼ର ଦେଇକି ଭଲ ଭାବରେ ମସଲାଟାକୁ ମୁଁ କଷେଇଦେବି। ଆଉ ବହୁତ ଭଲରେ କଷେଇଲା ପରେ ଏଇଠି ଦୁଇଟା ଟମାଟର କାଟି ରଖିଲେ ତାକୁ ବି ଦେଇକି କିଛି ସମୟ କଷେଇ ନେବି ବହୁତ ଭଲ ଭାବରେ। ଏଇଠୁ କଷେଇ ନେବା, ଯେମିତି ମସଲାର ସ୍ମେଲ୍ ପଳେଇଲା ପରେ ଆମେ ଏଇଠୁ ପାଣି ଦେବା। ଆଉ ପାଣି ଦେଇକି କିଛି ସମୟ ଛାଡ଼ିଦେବା ଫୁଟିବା ପାଇଁ। ତାପରେ ଏଇଠୁ ମାଛ ଯା ରଖିଥିଲେ ତାକୁ ପକାଇଦେବା। ଆଉ 2 ମିନିଟ୍ କନ୍ତାରେ ମାଛ ପକାଇକି ଫୁଟାଇ ନେବା। ଦେଖନ୍ତୁ ରେଡ଼ି ହେଇଗଲା ଆମର ମାଛ ସାରୁ ତରକାରୀ। କେମିତି ଲାଗିଲା?